ଆଜିର ଶୀର୍ଷକ ବୋଉକୁ ଚିଠି। ବୋଉ ଛୋଟ ଥିଲାବେଳେ ବାଡ଼ିପଟ ବଡ଼ ଆମ୍ବ ଗଛ ଉହାଡ଼ରେ ଯାଇ ଲୁଚି ଲୁଚି ଅନେକ ଥର କାନ୍ଦୁଥିଲି। କାହା ଆଗରେ କାନ୍ଦିବାକୁ ମୋତେ ଲାଜ ଲାଗୁଥିଲା ବୋଲି ସେପରି କରୁଥିଲି। ଥରେ ଏହିପରି କାନ୍ଦୁଥିବାର ଦେଖି ଋଷିଆ ନାନା ଘର ସାନବାବୁ ଆସି ତୋ ଆଗରେ କହିଦେଇଥିଲା। ତୁ ମୋତେ ଗୁଡ଼େଇ ତୁଡ଼େଇ ପଚାରିଥିଲୁ କାରଣ ଜାଣିବା ପାଇଁ। ସତ କଥାଟା ସେଦିନ ତୋ ଆଗରେ କହିପାରିନଥିଲି, ଫାଙ୍କି ଦେଇଥିଲି କାନ୍ଦୁ ନଥିଲି କହି। ପିଲାଦିନେ ସାଙ୍ଗ ପ୍ରଭାକରର ବୋଉ ମରିଯାଇଥିଲା କମ୍ ବୟସରେ। ସେଥିପାଇଁ ସାଇରେ ସମସ୍ତେ ଦୁଃଖରେ ଭାଙ୍ଗି ପଡ଼ିଥିଲେ। ତୁ ବି ତାଙ୍କ ଦୁଆର ମୁହଁରେ ଠିଆ ହୋଇ ଆଖିରୁ ଲୁହ ଗଡ଼ାଉଥିଲୁ। ଭୟାତୁର ଭାବରେ ତୋ କାନିକୁ ଧରି ପାଖରେ ଠିଆ ହୋଇଥିଲି। ସାଙ୍ଗର ବୋଉ ତୋର ବହୁତ ପ୍ରିୟ ଥିଲା। ତୋତେ ବହୁତ ଭଲ ପାଉଥିଲା ସେ, ମୋର ମନେ ଅଛି। କୁମାର ପୂର୍ଣ୍ଣିମା ରାତିରେ ମୁରବୀ ଶ୍ରେଣୀର ସମସ୍ତ ପୁରୁଷ ଲୋକ ଶୋଇଯିବା ପରେ ସାହିର ସବୁ ସ୍ତ୍ରୀ ଲୋକମାନେ ଦାଣ୍ଡରେ ଏକଜୁଟ ହୋଇ ଗୀତ ନାଚ ହସ ଖୁସିରେ ସମୟ କାଟୁଥିଲେ। ସେଥିରେ ସେହି ସାଙ୍ଗର ବୋଉ ମୁଖ୍ୟ ଭୂମିକା ନିଭାଇ ବେଶୀ ହସାଉଥିଲେ ସମସ୍ତଙ୍କୁ। ତୁ ତାଙ୍କ ପାଇଁ ଦୁଃଖରେ ଭାଙ୍ଗି ପଡ଼ିଥିବାର ଦେଖି କେହି ଜଣେ ବୟସ୍କା ସ୍ତ୍ରୀ ଲୋକ ତୋତେ ପ୍ରବୋଧନା ଦେଇ କହିଥିଲେ, କାହିଁକି କାନ୍ଦୁଛୁ ମା? ଯା ମନକୁ ବୁଝେଇ ଦେ। ଆମେ ସମସ୍ତେ ଦିନେ ନା ଦିନେ ଯିବା। କିଏ କହିବ କାହା ଭାଗ୍ୟରେ କେତେବେଳେ ମରଣ ଆସିବ? ସେହି କଥାଟା ମୋର ଛୋଟିଆ ମୁଣ୍ଡରେ ସେତେବେଳେ ଆଲୋଡ଼ନ ସୃଷ୍ଟି କରିଥିଲା। ସତରେ କ'ଣ ତୁ ଦିନେ ମରିଯିବୁ? ତୁ ମୋତେ ଦିନେ ଛାଡ଼ି ଚାଲିଯିବୁ ପ୍ରଭାକର ବୋଉ ପରି? ସେହି ନିରାଟ ସତ୍ୟକୁ ମାନିବାକୁ ପିଲା ବୟସରେ କଦାପି ପ୍ରସ୍ତୁତ ନଥିଲି। ଯେଉଁ କଥାକୁ ଭାବି ଲୁଚି ଲୁଚି କାନ୍ଦୁଥିଲି ବାଡ଼ିପଟ ବଡ଼ ଆମ୍ବ ଗଛ ଉହାଡ଼ରେ। ଯୌଥ ପରିବାର, ତୁ ସବୁବେଳେ ଘର କାମରେ ବ୍ୟସ୍ତ ରହୁଥିଲୁ। ଘରର କୋଳାହଳ ଭିତରେ କେତେବେଳେ ତୋତେ ଏକୁଟିଆ ପାଉନଥିଲି ଏକଥା ପଚାରିବାକୁ। ଦିନେ ଏକୁଟିଆ ବସି ଘର ଭିତରେ ତୁ ବାଟଣ ବାଟୁଥିଲୁ। ସମସ୍ତେ ଦାଣ୍ଡରେ ଥିଲେ। ସେହି ସୁଯୋଗରେ ଯାଇ ତୋ ପାଖରେ ବସିପଡ଼ି ତୋତେ କହିଲି, ବୋଉ ଗୋଟେ କଥା ପଚାରିବି, ସତ କହିବୁ? ତୁ ମୋ ମୁହଁକୁ ଚାହିଁଲୁ। ତୋତେ ପଚାରିଲା ବେଳକୁ ମୋ ଆଖିରେ ଆଖିଏ ଲୁହ। ତୁ ବାଟଣ ବାଟିବା ଛାଡ଼ିଦେଇ ମୋତେ କୋଳକୁ ଜାକି ନେଲୁ। ତୋର କୋଳରେ ମୁଣ୍ଡ ଗୁଞ୍ଜି କଇଁ କଇଁ ହୋଇ କାନ୍ଦି ପଚାରିଲି, ବୋଉ ତୁ କାଳେ ଦିନେ ପ୍ରଭାକର ବୋଉ ପରି ମରିଯିବୁ? ତୁ ମୋ କଥା ଶୁଣି ସେଦିନ ହସିଥିଲୁ। ମୋତେ ଆହୁରି କୋଳେଇ ନେଇ ମୋ ମୁଣ୍ଡକୁ ଆଉଁସି ପକାଇ ପଚାରିଥିଲୁ, ତାହେଲେ ଏଇଥିପାଇଁ ମୋ ଧନ ଆମ୍ବ ଗଛ ଉହାଡ଼ରେ କାନ୍ଦୁଥିଲା? ତୁ ଠିକ୍ ଅନୁମାନ କରିନେଲୁ ଯାହାକୁ ଫାଙ୍କି ଦେଇଥିଲି। ତୁ ସେଦିନ ହସି ହସି ମୋ ମନ ବୁଝିବାକୁ ମୋତେ ପ୍ରବୋଧନା ଦେଇ କହିଥିଲୁ, ମୋ ଧନକୁ ଛାଡ଼ି ମୁଁ କୁଆଡ଼େ ଯିବିନି, ଜମା ମରିବିନି। ମୋ କାନ୍ଦ ବନ୍ଦ ହୋଇଯାଇଥିଲା ସେଦିନ। କୌଣସି ଦୁଃଖ ପଡ଼ିଲେ ତୁ ବି ମୋ ପରି ଲୁଚି ଲୁଚି କାନ୍ଦୁଥିଲୁ, ଯାହା ଅନେକ ଥର ମୋ ଆଖିରେ ପଡ଼ିଥିଲା ପିଲାଦିନେ। ବାପା କଲିକତା ଚାକିରିକୁ ଚାଲିଗଲା ଦିନ
ତୁ ବାଡ଼ି ଭିତରେ ବୁଲି ଆଖିରୁ ଲୁହ ପୋଛିବା ଅନେକ ଥର ଦେଖିଥିଲି। ବୋଧହୁଏ ଏହି ଲୁଚି କାନ୍ଦିବାଟା ତୋଠାରୁ ଉତ୍ତରାଧିକାରୀ ସୂତ୍ରରେ ପାଇଛି ଯାହା ଅନୁମାନ କରୁଛି। ତୁ କାନ୍ଦିଲେ କି ମନ ଦୁଃଖ କରିଲେ ମୋ ମୁହଁ ଶୁଖି ଯାଉଥିଲା, ମୋତେ କାନ୍ଦ ଲାଗୁଥିଲା। ସେଥିପାଇଁ ତୁ କେବେ ବି ତୋ ପିଲାଙ୍କ ଆଗରେ କାନ୍ଦୁନା। ଏପରିକି ବାପାଙ୍କ ଦେହାନ୍ତ ହେବା ଦିନ ତୁ ଯେପରି ଜଡ଼ ପରି ବସିଥିଲୁ, ତୋ ସାନ ପୁଅ ପାଖରେ ନଥିଲା, ବାହାରେ ଚାକିରି କରିଥିଲା ବୋଲି ପଛରେ ଆସି ପହଞ୍ଚିଥିଲା। ଆମେ ତିନି ଭାଇ କାନ୍ଦୁଥିଲୁ, କିନ୍ତୁ ଶୁଦ୍ଧି କାମ ଭିତରେ ତୁ ଲୁଚେଇ ଲୁଚେଇ ସବୁବେଳେ ଆଖିରୁ ଲୁହ ପୋଛୁଥିଲୁ। କାଳେ ତୋ କାନ୍ଦିବା ଦେଖିଲେ ପୁଅମାନେ ଅଧୈର୍ଯ୍ୟ ହୋଇପଡ଼ିବେ ବୋଲି, ହେଲେ ତୋ ଅନ୍ତରର ଦୁଃଖକୁ ଠିକ୍ ଜାଣିପାରୁଥିଲି। ଘରର ଜଞ୍ଜାଳ ଭିତରେ ପେଶି ହୋଇ ତୁ ଅନେକ ଦୁଃଖ କଷ୍ଟ ସହିଥିଲୁ। ଆମ ପାଇଁ କଷ୍ଟ କରିବା କାଳେ ତୋର ଖୁସି ଥିଲା ବୋଲି ମୋତେ ସବୁବେଳେ କହୁଥିଲୁ। କିନ୍ତୁ ବାପାଙ୍କ ଦେହାନ୍ତ ତୋତେ ଜଡ଼ କରିଦେଇଥିଲା। ଯେଉଁ ଦୁଃଖରେ ତୁ ଭିତରେ ଭିତରେ ଭାଙ୍ଗି ପଡ଼ିଥିଲୁ, ଯାହାକୁ ମର୍ମେ ମର୍ମେ ଉପଲବ୍ଧ କରିଥିଲି। ତୁ ଥିଲାବେଳେ ଦୁଇଟି ଦିନ ମୋ ପାଇଁ ଥିଲା ସବୁଠାରୁ ଦୁଃଖର ଦିନ, ଯାହା ମନେ ପଡ଼ିଲେ ହୃଦୟ ବିଦାରୀ ହୋଇଯାଏ। ଆପେ ଆପେ ଆଖିରୁ ଲୁହ ଗଡ଼ି ଆସେ। ବାପାଙ୍କ ଦେହାନ୍ତ ଦିନ ସତ୍କାର ସାରି ଶ୍ମଶାନରୁ ଫେରିଲା ପରେ ଆଉ ତୋତେ ଚାହିଁ ପାରିନଥିଲି। ତୋର ଦୁଇ ହାତରେ ପୁଳାଏ ଶଙ୍ଖା, ଆଉ ତୋ ମଥାରେ ବଡ଼ ସିନ୍ଦୁର ଟୋପାରେ ତୁ ଯେପରି ଦେବୀ ପରି ଦିଶୁଥିଲୁ ସବୁବେଳେ। ସେଦିନ ନା ଥିଲା ତୋ ମଥାରେ ସିନ୍ଦୁର, ନା ଥିଲା ହାତରେ ଶଙ୍ଖା। ତୋର ସେହି ବୈଧବ୍ୟ ରୂପକୁ ଦେଖିବାକୁ ମୋର ଧୈର୍ଯ୍ୟ ନଥିଲା। କାନ୍ଦି କାନ୍ଦି ତଳେ କଚାଡ଼ି ହୋଇ ପଡ଼ିଥିଲି। ସେହି ଦିନଟି ମୋ ପାଇଁ ଥିଲା ଜୀବନରେ ସବୁଠୁ ଦୁଃଖର ଦିନ, ଯେଉଁ ଦୁଃଖକୁ ମନରୁ ପୋଛିବା ଥିଲା ମୋ ଶକ୍ତିର ବାହାରେ। ଆଉ ଗୋଟିଏ ଦିନର ଦୁଃଖ ମୋ ପାଇଁ ବହୁତ ହୃଦୟ ବିଦାରକ ଥିଲା। ମାତ୍ର ସେହି ଦୁଃଖକୁ ମନରୁ ପୋଛିବା ପାଇଁ ସଂଗ୍ରାମ କରିଥିଲି। ବାପାଙ୍କ ଶୁଦ୍ଧି କାମ ଗାଁ ଘରେ ସରିବା ପରେ ସ୍ତ୍ରୀ ପୁଅକୁ ଧରି ଚାକିରିରେ ଯୋଗ ଦେବା ପାଇଁ ବାହାରିଲି। ସେତେବେଳେ ତୋ ପାଖରେ ଗୋଟିଏ ପୁଅ ବୋହୂ ରହୁଥିଲେ। ତୋତେ କହିଦେଇ ଥାନପତି ମନ୍ଦିର ପର୍ଯ୍ୟନ୍ତ ଆସିଲି। ଭାବିଲି ତୁ ମୋ ପଛେ ପଛେ ଆସୁଥିବୁ ସବୁଥର ପରି। ମନ୍ଦିର ପାଖରେ ବହୁତ ସମୟ ଅପେକ୍ଷା କରିଲି, ତୁ ଆସିଲୁନୁ। ସାହିର ଜଣେ ଭାଉଜ ହିସାବ ହେବ କହିଲେ, ବୋଉ ଆସିବେନି, ତୁମେ ଯାଅ। ତାଙ୍କ କଥା ମୋ ମନକୁ ବହୁତ କଷ୍ଟ ଦେଲା। ତୋତେ ଅପେକ୍ଷା କରି ପୁଣି ଘରକୁ ଫେରି ଆସୁଥିଲା ବେଳେ ମୋତେ ସାହିର ଆଉ 2 ଜଣ ସ୍ତ୍ରୀ ଲୋକ ଅଟକାଇ କହିଲେ, ତୁମେ ଘରୁ ବାହାରି ଶୁଭ କାମରେ ଦୂରକୁ ଯାଉଛ। ବୋଉ ସେଥିପାଇଁ ଗଲେ ନାହିଁ। କ'ଣ କହୁଛ ବୋଲି ବିସ୍ମୟ ପ୍ରକାଶ କରି ତାଙ୍କୁ ପଚାରିଲି। ସେମାନଙ୍କ ଉତ୍ତରରେ ରାଗି ଯାଇ ଦୌଡ଼ିଗଲି ତୋ ପାଖକୁ। ଯାଇ ଦେଖିଲି ତୁ ବାଡ଼ି ଭିତରେ ବସି ଆଖିରୁ ଲୁହ ଗଡ଼ାଉଥିଲୁ। ତୋତେ ଧରି ଭୋ ଭୋ କରି କାନ୍ଦି ଉଠି କହିଲି, ତୋଠାରୁ ଅଧିକ ହିତୈଷୀ ମଙ୍ଗଳ କାମିନୀ କିଏ ଅଛି ମୋର ଏ ଦୁନିଆରେ? ତୁ କାହିଁକି ମୋତେ ବଳାଇ ଦେବାକୁ ଏଥର ଥାନପତିଙ୍କ ପାଖକୁ ଗଲୁ ନାହିଁ? ତୋତେ ଚାହିଁ ଚାହିଁ ପୁଣି ଫେରି ଆସିଲି। ତୋର ଅନିଚ୍ଛା ସତ୍ତ୍ୱେ ତୋତେ ସାଙ୍ଗରେ ଟାଣି ନେଇ ଆସିଥିଲି ସେଦିନ ଥାନପତିଙ୍କ ପାଖକୁ ଏବଂ କହିଲି, ତୁ ଯେମିତି ମୋତେ ବଳାଇ ଦେବାକୁ ଆସୁଥିଲୁ ସବୁଥର, ସେମିତି ଆସିବୁ ଥାନପତିଙ୍କ ପାଖକୁ। ତାପରେ ତୁ ଆସୁଥିଲୁ ଶେଷ ପର୍ଯ୍ୟନ୍ତ। ସେଇ ଥାନପତିଙ୍କ ପାଖରେ ମୋତେ ଚାହିଁ ରହୁଥିଲୁ ତୋ ଆଖିରୁ ଲୁଚିବା ପର୍ଯ୍ୟନ୍ତ। ଏବେ ଆଉ ତୁ ନାହୁଁ ମୋତେ ବଳାଇ ଦେବା ପାଇଁ। ଘରକୁ ଗଲେ ଥାନପତି ମାଙ୍କୁ ମୁଣ୍ଡିଆ ମାରି ଫେରିଲା ବେଳେ ତୁ ମୋତେ ପିଲାଦିନେ କହିଥିବା କଥା ମୋର ସବୁଥର ମନେ ପଡ଼େ।
ମୋ ଧନକୁ ଛାଡ଼ି ମୁଁ କୁଆଡ଼େ ଯିବିନି। ତୁ ସିନା ସଶରୀରରେ ମୋ ପାଖରେ ନାହୁଁ, ହେଲେ ମୋର ପୂର୍ଣ୍ଣ ବିଶ୍ୱାସ ତୋର ଆଶୀର୍ବାଦ ମୋ ସହିତ ସବୁବେଳେ ରହିଥିବ ଶେଷ ପର୍ଯ୍ୟନ୍ତ। ବୋଉ।